गुरु ब्रह्मा महिमालेख मो हृदयरु साधु महात्मा पद पद्मरे अनंत कोटि शरण। महात्मा भीम भोई पद्मचरण अनंत कोटि शरण। जगत भगत पाद पद्मरे अनंत कोटि शरण अनंत कोटि शरण। श्रुति निषेध गीता षष्ठ अध्याय। गोविंद उवाच गोविंद शुणी आनंदित तुलसी वृक्षरचरित। गोविंद शुणी आनंदित तुलसी वृक्षरचरित। श्री गुरु पाद तले पड़ी उठी कपाले कर जोड़ी। भो प्रभु ब्रह्मांड गोसाई कथाए पचारुछि मोहि। तुम्भे मोहर सद्गुरु शुणी मुथिबी श्रीमुखरु। मन को संशय लगिला निर्माल्य किंपा काटगला। ए धर्म नहिला कहीं के अयोग्य होइला तहीं के। निर्माल्य बोली प्राणी माने भक्युअछन्ति प्रतिदिने। ए जीव उद्धरण पाई मुक्ति पाइबु बोली खाई। ए पूर्ण केवल भविष्य कह हे अनादि पुरुष। ए पूर्ण केवल भविष्य कह हे अनादि पुरुष। मते त संशय लागुछि केमंत विधान चलुछि। मते त संशय लागुछि केमंत विधान चलुछि। अनादि उवाच शुण हे भक्त शुद्ध चेता निर्माल्य विधि मत कथा। शुण हे भक्त शुद्ध चेता निर्माल्य विधि मत कथा। नीलकंदरे निज धर्म तहि पूरित सद ब्रह्म। स्थापना करी तिनि दारु से तिनि त्रय धर्म मेरु। वेद मतरे रचिताकु भूली न करी संसार को। 60 पौटी भोग खंजा जगत जन मन रंजा। भोला होइले सही बाटे पड़िले विषय लंपटे। वेद मत को जे देखाई गुपत हेले महामाई। दर्शन पाई भक्ति जन चलंती चारि दुगु जान। शुष्क काठर रूप नाही सदा ब्रह्म को जना नाही। रूप को चाही हेले भोला दर्शने मन पूर्ण हेला। ताहांक प्रिय जन जेते प्रत्यक्षे चाहिले से नेत्रे। रूप को चाही हेले भोला दर्शने मन पूर्ण हेला। ताहांक प्रिय जन जेते प्रत्यक्षे चाहिले से नेत्रे। हे जगन्नाथ प्रभु रख
ସଂସାର ଗତିପତି ମୋକ୍ଷ ଏମନ୍ତ ବୋଲି ପ୍ରାଣମିତ ଶପଥ ବାର ଦଣ୍ଡବତ ସ୍ନାନ ଦର୍ଶନ ସାରି ଅଭଡ଼ା ଅନ୍ନ ଇଚ୍ଛା କରି ତହିଁ ଲାଗଇ ଭୋଗ ଯେତେ ବାଣ୍ଟିଣ ଭକ୍ଷନ୍ତି ସମସ୍ତେ ଉଦର କରି ଭୁଞ୍ଜି ସର୍ବେ ତପସ୍ୟା କରିଥିଲୁ ପୂର୍ବେ ଅଇଲୁ ଶ୍ରୀ ପୁରୁଷୋତ୍ତମ ସୁଫଳ ଆମ୍ଭର ଜନମ ସାତ ପୁରୁଷ ତରି ଗଲେ ବୈକୁଣ୍ଠ ଭୁବନେ ବସିଲେ ଏମନ୍ତ ବୋଲି ଭାବ ଭୋଳେ ତ୍ରିଧୂପ ଅବକାଶ ବେଳେ ରୂପକୁ ଚାହିଁ ସେ ମୋହିତ ନ ଜାଣି ଆତ୍ମା ଭାବ ଚିତ ବିଷ୍ଣୁର ଅବଶିଷ୍ଟ ଖାଇ ତରିବା ପଥ ଜଣା ନାହିଁ ଅନ୍ନ ଗୁଡ଼ାକ ସେହୁ ଧରି ଗୃହକୁ ଆସନ୍ତି ଯେ ଫେରି ଯତନ କରି ତାକୁ ରଖି ସ୍ନାନ ସାରି ମୁଖେ ଭକ୍ଷି ନିର୍ମାଲ୍ୟ କଲୁ ଆମ୍ଭେ ସାର ପାଶୁ ଦୂରିତ ଗଲା ପାର ଏହା ବିଚାରି ଭକ୍ତ ଜନ ବେଦ ଆଚାରେ ଉଦେ ମନ ତରିବା ନୁହଁ ସେ କଥା ବେଦର କର୍ମ କରି ବୃଥା ନିର୍ମାଲ୍ୟ ବୋଲି ଯେ ଭଖିଲେ ଆବର ପାଦରେ ମାଡ଼ିଲେ ଅଙ୍ଗରେ ଓଳି ହୋଇ ଅନ୍ନ ପ୍ରାପତ ହେଲା ଧର୍ମ ପୁଣ୍ୟ ବିବେକ ନ ପାରିଲେ ପାଳି ଭ୍ରମେ ସର୍ବାଙ୍ଗ ହେଲେ ଓଳି ଆତ୍ମାର ଜ୍ଞାନ ନ ବିଚାରି ହୋଇଲେ ବିଷ୍ଣୁ ଦ୍ରୋହକାରୀ ଆତ୍ମାର ଜ୍ଞାନ ନ ବିଚାରି ହୋଇଲେ ବିଷ୍ଣୁ ଦ୍ରୋହକାରୀ ତେଣୁଟି ତରି ନ ପାରିଲେ ବିଷ୍ଣୁ ଯୋନିରେ ଜାତ ହେଲେ ତାହାକୁ ସେ ପଥେ ଭୁଲାଇ ବେଦାନ୍ତ ମାର୍ଗରେ ଚଳାଇ ବାଳକେ ଜହ୍ନେ ଅନ୍ନ ଖାଇ ଭୋଜନ ସୁଜ୍ଞାନିକି ଥାଇ ସମ୍ପୂର୍ଣ୍ଣେ ଭରିଲେ ଉଦର ଆନନ୍ଦେ ଲିପେ ସର୍ବାଙ୍ଗର ସେ କି ଜାଣଇ ଭଲ ମନ୍ଦ ବିଚାରେ ଆଚାରେ ବିରୋଧ ପାପ କି ପୁଣ୍ୟ ହେଉଅଛି ବାଳୁତ ପୁତ୍ର କି ଜାଣୁଛି ସେହି ପ୍ରକାରେ ଯେତେ ଜନ ବାଳୁତ ପରାଏ ଅଜ୍ଞାନ ସେହି ପ୍ରକାରେ ଯେତେ ଜନ ବାଳୁତ ପରାଏ ଅଜ୍ଞାନ ନିର୍ମାଲ୍ୟ ବୋଲି ଖାଇ ଭାତ ଭକ୍ଷି ପୋଛନ୍ତି ହସ୍ତ ମାଥ ନିର୍ମାଲ୍ୟ ବୋଲି ଜଣା ନାହିଁ ନିର୍ମଳ ଜ୍ଞାନଟି ଅଟଇ ନିର୍ମାଲ୍ୟ ବୋଲି ଜଣା ନାହିଁ ନିର୍ମଳ ଜ୍ଞାନଟି ଅଟଇ ତହିଁରେ ମୁକ୍ତି ନାହିଁ ଜାଣ ସ୍ୱରୂପ ଶୁଣ ଭଗବାନ ତହିଁରେ ମୁକ୍ତି ନାହିଁଟି ଜାଣ ସ୍ୱରୂପ ଶୁଣ ଭଗବାନ ତାକୁ ନିର୍ମାଲ୍ୟ ବୋଲି କହି ଭକ୍ଷି ପାରିଲେ ମୁକ୍ତି ପାଇ ନାମ ନିର୍ମାଲ୍ୟ ବୋଲି ଜାଣ କଣ୍ଠେ ହୋଇଛି ଆଚ୍ଛାଦନ କଣ୍ଠରୁ ନ ଯାଇ ତଳକୁ ନିର୍ମାଲ୍ୟ ବୋଲି ସିନା ତାକୁ ଏହୁ ନିର୍ମାଲ୍ୟ ଯେହୁ ଖାଇ ନିର୍ଗୁଣ ଭକ୍ତ ଅଟେ ସେହି ତେଣେ ଲଭଇ ସିନା ମୁକ୍ତି ନ ପଡ଼େ ଦୁରିତ ଦୁର୍ଗତି ବୈକୁଣ୍ଠ ଭୁବନେ ତା ବାସ ତାକୁଟି କାହିଁ ନିଜ ଦାସ
ଆଉ ଯେତେକ ମିଛ କଥା ବେଦର ଭୁଲାଣ ସର୍ବଥା। ଏ ଯେବେ ପ୍ରସାଦ ପାଇଲେ ଖର୍ପରେ କିମ୍ପାଇଁ ପଡ଼ିଲେ ଆବର ନର୍କ କୁଣ୍ଡେ ପଡ଼ି ଜନମ ମୃତ୍ୟୁ ନ ଛାଡ଼ି 14 ବ୍ରହ୍ମାଣ୍ଡ ରହିଛି ଯମର ଅଧିକାର ଅଛି। 14 ପୁରେ ଜ୍ଞାନ ନାହିଁ ଜନ୍ମ ମୃତ୍ୟୁ ମଣ୍ଡଳ ସେହି ବେଦର ରଚନା ହୋଇଲା ଆମ୍ଭ ବିଚାର ନଇଲା। ଜାଣିର ବିଷ୍ଣୁ ନଟକୁଟି ତେଣୁ ତାହାକୁ ଦେଲୁ କାଟି। ନିର୍ମାଲ୍ୟ ମୁକ୍ତି ନାହିଁ ବୋଲି ତେଣୁ ଭକ୍ତକୁ ନାହିଁ କଲି। ଭଖିବ ଯେବେ ଭୋଗରାଗ ହୋଇବ ଯଜ୍ଞେ ଗଣ ଭାଗ। ନାମ ବ୍ରହ୍ମକୁ ଆଶ୍ରୟ କର ସଂସାରୁ ଯେବେ ହେବ ପାର। ନାମ ବ୍ରହ୍ମକୁ ଆଶ୍ରୟ କର ସଂସାରୁ ଯେବେ ହେବ ପାର। ଜଗତନାଥଙ୍କୁ ଜନ୍ମ କଲି ମାନବ ଅବତାର ଦେଲି। ଜଗନ୍ନାଥଙ୍କୁ ଜନ୍ମ କଲି ମାନବ ଅବତାର ଦେଲି। ତେଣୁ କାଟିଲି ନୀଳଗିରି ଆମ୍ଭର ଆଜ୍ଞାଟି ପ୍ରଚରି। ଏ ବୋଲି ନ ବୁଝି ପାମର ବେଦ ବାକ୍ୟକୁ କରି ସାର। ଏଥିରେ ନାହିଁ ନା ଆଗକୁ ତଥ୍ୟ ମଣିଛନ୍ତି ବେଦକୁ। ଶୁଣିଲି ଟିକିଏ ଭକତ ନିର୍ମାଲ୍ୟ ବିଧାନ ଚରିତ। ଶୁଣିଲୁ ଟିକିଏ ଭକତ ନିର୍ମାଲ୍ୟ ବିଧାନ ଚରିତ। ଗୋବିନ୍ଦ ଉବାଚ ଶୁଣି ଗୋବିନ୍ଦ ତୋ ସମନେ ନମିଲେ ଶ୍ରୀ ଗୁରୁ ଚରଣେ। ଶୁଣି ଗୋବିନ୍ଦ ତୋ ସମନେ ନମିଲେ ଶ୍ରୀ ଗୁରୁ ଚରଣେ। ଭ ପ୍ରଭୁ ଯାହା ଆଜ୍ଞା ହେଲା ଶୁଣି ମନରେ ପ୍ରତ୍ୟୟ ଗଲା। ଆବର ଦଶମୀ ବିଧାନ ସ୍ୱରୂପ କହ ଶୂନ୍ୟ ବ୍ରହ୍ମ। ଆବର ଦଶମୀ ବିଧାନ ସ୍ୱରୂପ କହ ଶୂନ୍ୟ ବ୍ରହ୍ମ। ଦଶମୀ କର୍ମ ବୋଲାଇଲା ଏ ଧର୍ମେ କିମ୍ପା କାଟ ଗଲା। କେତେ ତହିଁରେ ପାପ ପୁଣ୍ୟ କେତେ ବା ସଗୁଣ ନିର୍ଗୁଣ। ଏହାର ଫଳ ଶ୍ରୁତି କେତେ ଫେଡ଼ି କହିବ ଅବଧୂତେ। ସ୍ୱରୂପ ଶୁଣିଥିବି ମୁହିଁ ଶ୍ରୁତି ନିଷେଧ କହ ଫେଇ। ସ୍ୱରୂପ ଶୁଣିଥିବି ମୁହିଁ ଶ୍ରୁତି ନିଷେଧ କହ ଫେଇ। ଅନାଦି ଉବାଚ ଶୁଣ ଗୋବିନ୍ଦ ସାଧୁ ଧୀର ଦଶମୀ କର୍ମର ବିଚାର। ଶୁଣ ଗୋବିନ୍ଦ ସାଧୁ ଧୀର ଦଶମୀ କର୍ମର ବିଚାର। ଅନ୍ନ ଗୁଡ଼ାଏ ପାକ କରି ତୁଳସୀ ପତ୍ର ହସ୍ତେ ଧରି ଅନ୍ନ ବ୍ୟଞ୍ଜନ ମାନ ଆଣି ଛଡ଼ାଇ ଦିଅନ୍ତି ସେଜେ ପୁଣି। ଭୋଜନ କରି ପେଟ ଭରି
ଦଶମୀ ପାଳନା ଚରି ଦଶମୀ କଲେ ବଡ଼ ଦୋଷ କ୍ରିୟାକର୍ମରେ ଭବିଷ୍ୟ ତହିଁରେ ନାହିଁ ଗତି ମୁକ୍ତି ଏକା ଅଛଇ ଫଳଶ୍ରୁତି ତାହାର ବିଧିମତ ଫଳ ରହଇ ନାହିଁ ସର୍ବଜଳ କ୍ରିୟାକର୍ମାଦି ମାନ କରି ବାହ୍ୟ ଅନିରେ ଅଧିକାରୀ ତହିଁରେ ମୁକ୍ତି ନାହିଁ ଜାଣ ସବୁ ଏ କର୍ମର ବିଧାନ ଶୁଣିଲୁ ଟିକି ହବ କତ ଦଶମୀ ପାଳନ ବରତ ଦଶମୀ ବୋଲି ଯାକୁ କହି ଦଶାଙ୍ଗ ଯୋଗ ସେ ଅଟଇ ଦଶମୀ ବୋଲି ଯାକୁ କହି ଦଶାଙ୍ଗ ଯୋଗ ସେ ଅଟଇ ବ୍ରହ୍ମକୁ ପାରିଲେ ସମ୍ପାଦି ଏ ନିଜ ଦେହ ହୁଏ ସିଦ୍ଧି ବ୍ରହ୍ମକୁ ପାରିଲେ ସମ୍ପାଦି ଏ ନିଜ ଦେହ ହୁଏ ସିଦ୍ଧି ସେହି ବାମନ ଅବତାର ଶ୍ରୀରାମଚନ୍ଦ୍ର ରୂପ ସାର ଶ୍ରୀକୃଷ୍ଣ ରୂପ ଅବତାର ନୃସିଂହ ପଶୁରାମ ବୀର ମତ୍ସ୍ୟ କଚ୍ଛପ ରୂପ ଧରି ବରାହ ରୂପ ଅବତାରି ଶ୍ରୀ ଜଗନ୍ନାଥ ଅବତାର ହୋଇପାରିଲେ ସେ ଶରୀର ଶ୍ରୀ ଜଗନ୍ନାଥ ଅବତାର ହୋଇପାରିଲେ ସେ ଶରୀର ଏ ଦଶ ଅବତାର ହୋଇ ଦଶମୀ ବ୍ରତ ବୋଲି କହି ଦଶ ରୂପଟି ଦଶ କର୍ମ ତେବେ ସାତ୍ୱିକ ଗୁଣ ଧର୍ମ ଦଶମୀ କରୁଥାନ୍ତି ପ୍ରାଣୀ ଦଶମୀ ଯୋଗକୁ ନ ଜାଣି ଦଶ ଇନ୍ଦ୍ରିୟ ଦଶ ଦିଗ ପ୍ରକୃତି ଗଣେ ହୁନ୍ତି ଭୋଗ ୟାକୁ ପାଳିଲେ ସିଦ୍ଧି ହୋଇ ଦଶମୀ ବ୍ରତ ବୋଲି କହି ଯେ ପ୍ରାଣୀ ଏତେ ଗୁଣ ବୁଝେ ବାହ୍ୟ ଦଶମୀ ସେ ନ ପୂଜେ ଯେ ପ୍ରାଣୀ ଏତେ ଗୁଣ ବୁଝେ ବାହ୍ୟ ଦଶମୀ ସେ ନ ପୂଜେ ଶରୀର ଠାବ କର ସବୁ ଦଶାଙ୍ଗ ଯୋଗ କରେ ପ୍ରଭୁ ଗୋବିନ୍ଦ ଏ ଦଶମୀ କର ସଂସାରେ ଭ୍ରମି ତୁ ନ ମୋର ଏମାନେ କେବଳ କର୍ମରୁ ଏଥି ପ୍ରସନ୍ନ ନାହିଁ ଗୁରୁ ଏମାନ ଅଟେ ବୃଥା ସମ ଏଣେ ନ ଖଣ୍ଡେ ଭବ ବ୍ରହ୍ମ ସୁଜନେ ଶୁଣ କର୍ଣ୍ଣ ପୁଟେ ଭ୍ରମିନ ମୋର ମାୟା କୁଟେ ଶ୍ରୁତି ନିଷେଧ ଗୀତା ଏହି କନେ ଶୁଣିଲେ ତତ୍ୱ ପାଇ ବୈକୁଣ୍ଠପୁରେ ହୁଏ ବାସ ଅରୂପ ବ୍ରହ୍ମ ରୂପ ଦୃଶ୍ୟ ମିଥ୍ୟା ନୁହଁ ସତ୍ୟ କଥା ସୁଜନେ ଶୁଣି ହୁଅ ଚେତ ସୁଜନେ ଶୁଣି ହୁଅ ଚେତ ସାତ୍ୱିକ ଧର୍ମ ଅଟେ ସତ୍ୟ ବଚନ ମିଥ୍ୟା ନାହିଁ ସୁମରି ଶ୍ରୀ ଗୁରୁ ଲେଖ ଗୀତାରେ ବଣେ ଭୀମ ମୂର୍ଖ ସୁମରି ଶ୍ରୀ ଗୁରୁ ଲେଖ ଗୀତାରେ ବଣେ ଭୀମ ମୂର୍ଖ ସୁମରି ଶ୍ରୀ ଗୁରୁ ଲେଖ
ଗୀତାରେ ଭଣେ ଭୀମ ମୂର୍ଖ ଇତି ଶ୍ରୀ ଶ୍ରୁତି ନିଷେଧ ଗୀତା ସୁଜନ ଜନହିତା ଅନାଦି ଗୋବିନ୍ଦ ସମ୍ପଦେ ନିତ୍ୟ ନିର୍ମାଲ୍ୟ ଚରିତ ବିଚାରଣେ ନାମ ଷଷ୍ଠ ଅଧ୍ୟାୟ। ଗୁରୁ ବ୍ରହ୍ମ ମହିମା ଲେଖ ଶୂନ୍ୟ ବ୍ରହ୍ମ ମହିମା ଲେଖ ସଚିଦାନନ୍ଦ ପରମ ବ୍ରହ୍ମ ପଦେ ଶରଣଂ ଶରଣଂ ଶରଣଂ। ଜଗତ ଭଗତ ଶାନ୍ତିରେ ରୁହନ୍ତୁ ଶାନ୍ତିରେ ରୁହନ୍ତୁ ଶାନ୍ତିରେ ରୁହନ୍ତୁ। ଗୁରୁ ବ୍ରହ୍ମ ମହିମା ଲେଖ।